ସେ ଫୋନ୍ଟା ଦେବି ସେଠି ଫୋନ୍ଟା ଆଜ୍ଞା ପଢ଼ प्रिय मिश्र सार, आपण हेउछन्ति मो जीवन पथरे एक श्वेत दीप जे अंधार समय आलोक दे मते पथ देखाइछन्ति। आपणक शांत स्वभाव, दयामय मन और शब्दहीन सेवा नीति समस्तक मनरे गभीर अनुभूति छाड़ी 1995 मसीह आरंभ होता एक अद्वितीय यात्रा जहाँ एक फार्मासिस्ट दायित्व नुहे बरम एक मानवता उपरे आधारित श्रद्धार अभिव्यक्ति थिला। मिश्र सारଙ୍କ जीवन ହେଉଛି ଏକ ଶାନ୍ତ ଅଗ୍ନିଶିଖା ଯେଉଁଠି ଦୟା, ଉଦାରତା ଓ ନିଃସ୍ୱାର୍ଥତା ଜଳିଥିଲା। ସେ ଥିଲେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ। ଦିନ ନୁହେଁ ରାତି ନୁହେଁ, ଯେବେ ଦରକାର ସେ ସେବା ପାଇଁ ପ୍ରସ୍ତୁତ ହୋଇକି ଥାଆନ୍ତି। ଚିକିତ୍ସା ଦେଶର ଦ୍ୱାରପାଳ ଥିଲେ ସେ, ଏକ ଦୟାମୟ ହୃଦୟ ଓ ଦୃଢ଼ ନୀତିର ଅବତାର। ସେ କେବଳ ଏକ ଫାର୍ମାସିଷ୍ଟ ନୁହନ୍ତି, ବରଂ ଜୀବନ ଶିକ୍ଷାର ଏକ ସ୍ରୋତ। ତାଙ୍କର ମିଠା କଥା, ମମତାଭରା ଶବ୍ଦ ଏବଂ ସମସ୍ତଙ୍କୁ ସମାନ ଭାବରେ ଦେଖିବା ଦୃଷ୍ଟିକୋଣ ଏହା ସତ୍ୟରେ ଅନୁକରଣୀୟ। ଆପଣ ଯେଉଁ ଆଲୋକ ଜଳାଇଲେ ସେଥିରେ ଅନେକ ଦିଗଦର୍ଶନ ମିଳିଲା। ଆପଣ ଯେଉଁ ମୃଦୁତା ଓ ମମତା ଦେଲେ ତାହା ଆମ ଆତ୍ମାକୁ ଛୁଇଁଗଲା। ଆପଣ ହେଉଛନ୍ତି ଜଣେ ସମ୍ମାନିତ ଗାଥା ଯାହାକୁ ଆମେ ଭଲ ପାଉଛୁ ଓ ଜୀବନରେ ନିତ୍ୟ ଅନୁସରଣ କରିବାକୁ ଚାହୁଁଛୁ। ଶେଷରେ ଆପଣ ମୋ ପ୍ରତିଟି ପ୍ରୟାସରେ ପ୍ରେରଣା ଦେଇଥିଲେ। ମୋ ନୃତ୍ୟ, ମୋ ଅଭିନୟ, ମୋ ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଆଶୀର୍ବାଦ ମୋ ପାଇଁ ଶକ୍ତି ହୋଇ ରହିବ। ପ୍ରେମପୂର୍ଣ୍ଣ ଶ୍ରଦ୍ଧା ସହିତ କୁନି ମୁର୍ମୁ।